ଦେଖିପାରୁଥିବେ ଆଜି ମୁଁ ଆପଣମାନଙ୍କ ପାଇଁ ଏମିତି କିଛି କୁଇଜ୍ କିମ୍ବା ଓଡ଼ିଶା ଜିକେ ନେଇକି ଆସିଛି ଯେଉଁ ଜିକେ କି ତୁମକୁ OPSC ମାନେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ଏକ୍ଜାମ୍ରେ କାମ ଦେବ କିମ୍ବା OSSSCରେ କାମ ଦେବ ASO ଏକ୍ଜାମ୍ରେ କାମ ଦେବ ବହୁତ ସାରା ଏକ୍ଜାମ୍ରେ ମଧ୍ୟ ଆପଣଙ୍କୁ କାମ ଦେବ। ତ ଚାଲନ୍ତୁ ଆମେ ଆଜି ଜିକେ କ'ଣ ଆସିଛି ଏ ଜିକେ ବିଷୟରେ ଆମେ ଡିସ୍କସ୍ କରିବା। ଆଉ ଗୋଟେ କଥା ଆଉ ଏଇ ଜିକେଟି ଆପଣମାନେ ନିଶ୍ଚିତ ଭାବରେ ନିଜର ମନରେ ରଖିବା ଉଚିତ। ଯଦି ବି ଆପଣମାନେ ଆମ ମାତୃଭାଷା ଓଡ଼ିଶାର ଜିକେକୁ ଯଦି ବି ଆପଣମାନେ ମନେ ନ ରଖୁଛନ୍ତି ଏଇଟା ମେନ୍ ଜିକେ ମଧ୍ୟ ରହିଛି। ତ ଚାଲନ୍ତୁ ଆମେ ଏହି ଜିକେ ଉପରେ ପ୍ରଥମେ ନଜର ପକାଇବା। ତ ଦେଖନ୍ତୁ ତ ଓଡ଼ିଶା ରାଜ୍ୟ କେବେ ଗଠିତ ହୋଇଥିଲା? ଦେଖନ୍ତୁ ଓଡ଼ିଶା ରାଜ୍ୟ କେବେ ଗଠିତ ହୋଇଥିଲା? ଆପଣମାନେ ଜାଣିଛନ୍ତି କି ଓଡ଼ିଶା ରାଜ୍ୟ କେବେ ଗଠିତ ହୋଇଥିଲା? ଜାଣିନି ନା। 1 ଏପ୍ରିଲ 1936ରେ ଆମ ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା। ମାନେ ଏଇଟା ନିଶ୍ଚିତ ଭାବରେ ମନେ ରଖିବା ଉଚିତ ଯେ ଆମ ଓଡ଼ିଶା ରାଜ୍ୟ କେବେ ଗଠିତ ହୋଇଥିଲା। ଓକେ, ତାପରେ 2 ନମ୍ବରରେ ହେଉଛି 2 ନମ୍ବର କ୍ୱେଶ୍ଚନରେ ଆମେ ଜାଣିବା। ଓକେ, ଓଡ଼ିଶାର ରାଜଧାନୀ କ'ଣ? ଓଡ଼ିଶାର ରାଜଧାନୀ ନିଶ୍ଚିତ ଭାବରେ ସମସ୍ତେ ଜାଣି ରଖିଥିବା ଉଚିତ ଯେ ଆମ ଓଡ଼ିଶାର ରାଜଧାନୀ କ'ଣ ଅଛି। ଆମର ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର। ଓକେ, ତାପରେ 3 ନମ୍ବର ହେଉଛି ଓଡ଼ିଶା ନ୍ୟାୟାଳୟ କେଉଁଠି ଅବସ୍ଥିତ? ଏ ଯେଉଁ ଅଛି ଆମ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠି ଅବସ୍ଥିତ ଅଛି? ଯାହା ବି ଅଛି ଆମ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁଠି ଅବସ୍ଥିତ ଅଛି? ଦେଖନ୍ତୁ କଟକରେ ଅବସ୍ଥିତ ଅଛି। ଓକେ, କଟକରେ ଅବସ୍ଥିତ ଅଛି। ଆଉ ଓଡ଼ିଶାର ରାଜ୍ୟ ପକ୍ଷୀ କ'ଣ? ଓଡ଼ିଶାର ଯେଉଁ ରାଜ୍ୟ ପକ୍ଷୀ ଥାଏ ତ ଓଡ଼ିଶାର ରାଜ୍ୟ ପକ୍ଷୀ କ'ଣ ଆପଣ ଜାଣିଛନ୍ତି? ଓଡ଼ିଶାର ରାଜ୍ୟ ପକ୍ଷୀ ଇଣ୍ଡିଆନ୍ ରୋଲର ନୀଳକଣ୍ଠ। ଆମ ଓଡ଼ିଶାର ରାଜ୍ୟ ପକ୍ଷୀ ହେଉଛି ଇଣ୍ଡିଆନ୍ ରୋଲର ନୀଳକଣ୍ଠ। ଏଇଟା ନିଶ୍ଚିତ ଭାବରେ ରଖିଥିବା ଉଚିତ। ତାପରେ ରହିଛି 5 ନମ୍ବର ଓଡ଼ିଶାର ରାଜ୍ୟ ପଶୁ କ'ଣ? ଓଡ଼ିଶାର ଯେଉଁ ରହିଛି ରାଜ୍ୟ ପଶୁ କ'ଣ ଅଛି? ଓଡ଼ିଶାର ରାଜ୍ୟ ପଶୁ କ'ଣ? ସମ୍ବର ହରିଣ। ଓଡ଼ିଶାର ରାଜ୍ୟ ପଶୁ ସମ୍ବର ହରିଣ। ଓକେ, କୋଣାର୍କ ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅଛି? କୋଣାର୍କର ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅଛି ପିଲାମାନେ? କୋଣାର୍କର ସୂର୍ଯ୍ୟ ମନ୍ଦିର କେଉଁ ଜିଲ୍ଲାରେ ଅଛି? ପୁରୀ ଜିଲ୍ଲା। ଓକେ, ତାପରେ 7 ନମ୍ବରରେ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା କେଉଁଠି? ଓଡ଼ିଶାରେ ଯେଉଁ ସବୁଠୁ ବଡ଼ ଜିଲ୍ଲା ଅଛି ସେ ସବୁଠୁ ବଡ଼ ଜିଲ୍ଲା କେଉଁଠି ଅଛି? ମୟୂରଭଞ୍ଜ। ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ହେଉଛି ମୟୂରଭଞ୍ଜ। ଓକେ, ତାପରେ ଦେଖିବା 8 ନମ୍ବର କ୍ୱେଶ୍ଚନ୍ ଚିଲିକା ହ୍ରଦ କେଉଁ ପ୍ରକାର ହ୍ରଦ? ଯେଉଁ ଚିଲିକା ହ୍ରଦ ରହିଛି ସେ ଚିଲିକା ହ୍ରଦ କେଉଁ ପ୍ରକାରର ହ୍ରଦ ରହିଛି? ଦେଖନ୍ତୁ ଲବଣାକ୍ତ ଜଳ ଲାଗୁନ। ମାନେ ଏଇ ଯେଉଁ ଚିଲିକା ହ୍ରଦ ରହିଛି ଏଇଟା ଗୋଟେ ଲବଣାକ୍ତ ଜଳ ଲାଗୁନ ରହିଛି। ଓକେ, ତାପରେ 9 ନମ୍ବର ଓଡ଼ିଶାର ସର୍ବବୃହତ ନଦୀ କେଉଁଠି? ଓଡ଼ିଶାର ସର୍ବବୃହତ ନଦୀ କେଉଁଠି ହେଉଛି? ମହାନଦୀ। ଓଡ଼ିଶାର ସର୍ବବୃହତ ନଦୀ ମହାନଦୀ। ଓକେ, ତାପରେ ରଥଯାତ୍ରା କେଉଁ ସହରରେ ହୁଏ? ରଥଯାତ୍ରା କେଉଁ ସହରରେ ହୁଏ? ଏଇଟା ନିଶ୍ଚିତ ଭାବରେ ତ ସମସ୍ତେ ଜାଣିଛନ୍ତି ପୁରୀ। ଓକେ, ପୁରୀରେ ଲେଖିବେ। ତାପରେ 11 ନମ୍ବର ରହିଛି ଓଡ଼ିଶାର ମୋଟ କେତୋଟି ଜିଲ୍ଲା ଅଛି? ଓଡ଼ିଶାରେ ଯେଉଁ ଜିଲ୍ଲା ଅଛି ମୋଟ କେତୋଟି ଜିଲ୍ଲା ଅଛି ଓଡ଼ିଶାରେ? ଜାଣିଛନ୍ତି 30ଟି। ଓକେ, ତାପରେ ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ଅଛି? ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ଅଛି ଜାଣିଛନ୍ତି କି? ମହାନଦୀ। ହୀରାକୁଦ ବନ୍ଧ କେଉଁ ନଦୀ ଉପରେ ଅଛି? ମହାନଦୀ। ଓକେ, ତାପରେ ଧଉଳି କେଉଁ ଜିଲ୍ଲାରେ ଅଛି? ଧଉଳି କେଉଁ ଜିଲ୍ଲାରେ ଅଛି? ଧଉଳି କେଉଁ ଜିଲ୍ଲାରେ ଅଛି? ଖୋର୍ଦ୍ଧା ଜିଲ୍ଲାରେ ଅଛି। ଓକେ, ଓଡ଼ିଶାର ରାଜ୍ୟ ଫୁଲ କ'ଣ? ଓଡ଼ିଶାର ଯେଉଁ ଫୁଲ ଅଛି ରାଜ୍ୟ ଫୁଲ କ'ଣ? ଅଶୋକ। ଓକେ, ଓଡ଼ିଶାର ରାଜ୍ୟ ବୃକ୍ଷ କ'ଣ? ଓଡ଼ିଶାରେ ଯେଉଁ ଅଛି ବୃକ୍ଷ ତ ସେହି ଓଡ଼ିଶାର ରାଜ୍ୟ ବୃକ୍ଷ କ'ଣ? ପିପଳ। ଓକେ, ଯେଉଁ ତାପରେ ରହିଛି 16 ନମ୍ବର ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ରହିଛି? ଯେଉଁ ଶିମିଳିପାଳ ଅଛି ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଜିଲ୍ଲାରେ ଅଛି? ମୟୂରଭଞ୍ଜ। ଓକେ, ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ କ'ଣ? ଓଡ଼ିଶାରେ ଯେଉଁ ପ୍ରସିଦ୍ଧ ନୃତ୍ୟ ଅଛି ସେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ କ'ଣ ଅଛି? ଓଡ଼ିଶୀ ଅଛି। ଓକେ,
तापरे 18 नंबर रही लिंगराज मंदिर क्यों सहर रे अवस्थित लिंगराज मंदिर क्यों सहर रे अवस्थित भुवनेश्वर रे ओके ओडिशा दिवस केबे पालन करा जाए ये जो ओडिशा दिवस रही ओडिशा दिवस केबे पालन करा जाए 1 एप्रिल रे ओके 1 एप्रिल रे तापरे लास्ट पर रही तुम 20 नंबर ओडिशार सरकारी भाषा कौन ओडिशार जो रही सरकारी भाषा ओडिशार सरकारी भाषा कौन रही ओडिया ओके ये तला तुम मानकर ओडिशा जीके ओके तो जदि भी तुमको वीडियोटी भल लगी निश्चित भाव में वीडियो को गोटे लाइक करके चैनल को मध्य सब्सक्राइब करने और ये वीडियोटी बहुत मात्रा शेयर करेंगे ओके तो पुणी नेक्स्ट वीडियो देखा तब तक जय हिंद वंदे मातरम।